ଧୂତରାଷ୍ଟ୍ର ଥିଲେ ଆଜନ୍ମ ଅନ୍ଧ। ତେଣୁ ଭୀଷ୍ମଙ୍କ ପରାମର୍ଶରେ ପଣ୍ଡୁ ହସ୍ତିନାର ରାଜା ହୋଇଥିଲେ। ପଣ୍ଡୁ ରାଜା ହେବା ପରେ ବହୁ ରାଜ୍ୟ ଜୟ କରି ପ୍ରସିଦ୍ଧି ଲାଭ କରିଥିଲେ। ସେ ରାଜ୍ୟ ଜୟ କରିବା ସମୟରେ ବିଭିନ୍ନ ରାଜ୍ୟରୁ ମଣି, ମୁକ୍ତା, ପ୍ରବାଳ, ସୁବର୍ଷ ଆଦି ଆଣି କୁରୁ ରାଜକୋଷକୁ ବିଭିନ୍ନ ରତ୍ନରେ ସମୃଦ୍ଧ କରିଥିଲେ। ଏହାପରେ କୁରୁ ରାଜ୍ୟ ଚତୁର୍ଦିଗକୁ ବିସ୍ତାରିତ ହେବାକୁ ଲାଗିଲା। ପଣ୍ଡୁ ବିଭିନ୍ନ ରାଜ୍ୟ ଜୟ କରି ଯେଉଁ ଧନରତ୍ନ ଆଣି କୁରୁ ରାଜକୋଷକୁ ବୃଦ୍ଧି କରିଥିଲେ, ସେଥିପାଇଁ ଭୀଷ୍ମଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ। କିଛି ଦିନ ପରେ ପଣ୍ଡୁ ଭୀଷ୍ମଙ୍କ ପରାମର୍ଶରେ ପତ୍ନୀ କୁନ୍ତୀ ଓ ମାଦ୍ରୀଙ୍କୁ ନେଇ ଅରଣ୍ୟକୁ ଶିକାର କରିବାକୁ ଗଲେ। ଅଖଣ୍ଡ ଯୌବନ ଓ ବିଶାଳ ସାମ୍ରାଜ୍ୟର ଅଧିକାରୀ ପଣ୍ଡୁ ଅରଣ୍ୟକୁ ଗମନ କରିବା ସମୟରେ ଧୂତରାଷ୍ଟ୍ରଙ୍କୁ ରାଜ୍ୟଭାର ଅର୍ପଣ କରି ଯାଇଥିଲେ। ପଣ୍ଡୁଙ୍କ ଜୀବନରେ ଥିଲା ଅନ୍ୟ ଏକ ସ୍ୱପ୍ନ, ମାତ୍ର ବିଧିର ବିଧାନ ଥିଲା ଅଲଗା। ସେ ଅରଣ୍ୟରେ ଭ୍ରମଣ କରୁଥିବା ସମୟରେ ମୈଥୁନରତ ଏକ ହରିଣକୁ ତୀରବିଦ୍ଧ କରିବା ସମୟରେ ହରିଣ ରୂପୀ ଅଗ୍ନିକା ଋଷିଙ୍କ ଦ୍ୱାରା ଅଭିଶାପଗ୍ରସ୍ତ ହେଲେ। ହେ ରାଜା, ଦିନେ ତୁମେ ଏ କୁକର୍ମର ଫଳ ଭୋଗ କରିବ। ସଙ୍ଗମରତ ଅବସ୍ଥାରେ ତୁମର ମୃତ୍ୟୁ ହେବ। ଦିନେ ବସନ୍ତ ଋତୁରେ ପଣ୍ଡୁ ମାଦ୍ରୀଙ୍କ ସହ ବନବିହାର କରୁଥିବା ସମୟରେ ଲତାଯୁକ୍ତ ପୁଷ୍ପିତ ବୃକ୍ଷ ବିହଙ୍ଗମାନଙ୍କର କାକଳି ଓ ସୁଗନ୍ଧଯୁକ୍ତ ବାୟୁରେ ମୋହିତ ହୋଇ ମାଦ୍ରୀଙ୍କୁ ଆଲିଙ୍ଗନ କରିବା ସମୟରେ ଋଷିଙ୍କ ଅଭିଶାପ ଫଳପ୍ରଦ ହେଲା ଓ ପଣ୍ଡୁ ମୃତ୍ୟୁବରଣ କଲେ। ପଣ୍ଡୁଙ୍କ ମୃତ୍ୟୁ ପାଇଁ ମାଦ୍ରୀ ନିଜକୁ ଦାୟୀ କରି ପଣ୍ଡୁଙ୍କ ଚିତାରେ ଝାସ ଦେଇ ଆତ୍ମବିସର୍ଜନ କଲେ। ଆତ୍ମବିସର୍ଜନ ପୂର୍ବରୁ ମାଦ୍ରୀ କୁନ୍ତୀଙ୍କୁ ଅନୁରୋଧ କରିଥିଲେ, ମୋର ଦୁଇ ପୁତ୍ର ନକୁଳ ଓ ସହଦେବଙ୍କୁ ନିଜ ପୁତ୍ର ରୂପେ ପାଳନ କରିବେ। ତେଣୁ କୁନ୍ତୀ ନିଜ ପୁତ୍ର ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କ ସହିତ ନକୁଳ ଓ ସହଦେବଙ୍କୁ ନିଜ ପୁତ୍ର ପରି ଲାଳନ ପାଳନ କରିବାକୁ ଲାଗିଲେ। ପାଣ୍ଡୁ ଓ ମାଦ୍ରୀଙ୍କ ମୃତ୍ୟୁ ଓ କୁନ୍ତୀଙ୍କ ବୈଧବ୍ୟ ଦଶାର ସମ୍ବାଦ ପାଇ ସମସ୍ତ କୁରୁ ରାଜ୍ୟବାସୀ ମର୍ମାହତ ହେଲେ। ଶେଷରେ ଧୂତରାଷ୍ଟ୍ରଙ୍କ ପରାମର୍ଶ ଅନୁସାରେ କୁନ୍ତୀ ନିଜ 5 ପୁତ୍ରକୁ ଧରି କୁରୁ ରାଜ୍ୟକୁ ଫେରି ଆସିଲେ। କୁରୁ ରାଜ୍ୟରେ କୁନ୍ତୀଙ୍କ 5 ପୁତ୍ର ଓ ଧୂତରାଷ୍ଟ୍ରଙ୍କ 100 ପୁତ୍ର ଓ ଏକମାତ୍ର କନ୍ୟା ଦୁଃଶୀଳା କୁରୁ ରାଜବଂଶକୁ ଐଶ୍ୱର୍ଯ୍ୟମଣ୍ଡିତ କରିବାକୁ ଲାଗିଲେ। ସବୁ ପୁତ୍ରମାନଙ୍କ ମଧ୍ୟରେ ଭୀମ ଥିଲେ ଅଧିକ ବଳଶାଳୀ। ଖେଳରେ, ଭୋଜନରେ, ଲକ୍ଷ୍ୟରେ ସମସ୍ତଙ୍କୁ ସେ ବଳି ଯାଉଥିଲେ। ଭୀମ ବେଳେବେଳେ ଏପରି ଦୁଷ୍ଟାମି କରୁଥିଲେ ଯେ, ତାହା ଦୁର୍ଯ୍ୟୋଧନ ଓ ଦୁଃଶାସନକୁ ଅସହ୍ୟ ବୋଧ ହେଉଥିଲା। ଭୀମ କେତେବେଳେ ସେମାନଙ୍କ ବାଳ ଧରି ଟାଣି ଦେଉଥିଲେ ତ ପୁଣି କେତେବେଳେ ସେମାନଙ୍କୁ ଘୋଷାରି ନେଇ ଜଣକର ମୁଣ୍ଡ ଆଉ ଜଣକ ମୁଣ୍ଡରେ ପିଟି ଦେଉଥିଲେ। ଏପରିକି ଗାଧୋଇବା ବେଳେ ଦୁର୍ଯ୍ୟୋଧନ ଓ ଦୁଃଶାସନକୁ ପାଣି ଭିତରେ ବୁଡ଼ାଇ ଉଠାଇ ଦେଉଥିଲା। ଗଛ ଚଢ଼ି ଫଳ ତୋଳିବା ବେଳେ ଭୀମ ଗଛକୁ ଏପରି ହଲାଇ ଦେଉଥିଲେ ଯେ, ଫଳ ସହିତ ରାଜକୁମାରମାନେ ତଳକୁ ଖସିପଡ଼ି ଖଣ୍ଡିଆ ଖାବରା ହୋଇଯାଉଥିଲେ। ଭୀମଙ୍କ ପ୍ରତାପରୁ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ଅଥୟ ହୋଇ ପଡ଼ୁଥିଲେ। ଭୀମ ଥିଲେ ଖାଦ୍ୟ ଲୋଭୀ। ସମସ୍ତଙ୍କ ପାଇଁ ଯେଉଁ ଖାଦ୍ୟ ଦିଆଯାଉଥିଲା, ଭୀମ ଏକା ସବୁ ଖାଇ ଦେଉଥିଲା। କୁଳଗୁରୁ କୃପାଚାର୍ଯ୍ୟ ସେମାନଙ୍କୁ ଧନୁର୍ବିଦ୍ୟା ଓ ଅସ୍ତ୍ରବିଦ୍ୟା ଶିକ୍ଷା ଦେଉଥିବା ବେଳେ ଭୀମ ପ୍ରତି ଦୁର୍ଯ୍ୟୋଧନଙ୍କ ଅସୂୟା ବଢ଼ିବାକୁ ଲାଗିଲା। ଏପରିକି କୌରବମାନେ ଭୀମଙ୍କ ପ୍ରତି ଈର୍ଷା ଓ ହିଂସାପରାୟଣ ହୋଇ ଉଠିଲେ। ଭୀମକୁ କିପରି ଶେଷ କରିଦେବେ, ସେଥିପାଇଁ ଦୁର୍ଯ୍ୟୋଧନ ଉପାୟ ପାଞ୍ଚିବାକୁ ଲାଗିଲା। ଶେଷରେ ଦୁର୍ଯ୍ୟୋଧନ ମାମୁଁ ଶଙ୍କୁନିଙ୍କ ପରାମର୍ଶରେ ଭୀମକୁ ବିଷଲଡୁ ଖୋଇ ମାରିବାକୁ ସ୍ଥିର କଲେ। ଭୀମ ଥିଲେ ଭୋଜନ ପ୍ରିୟ। ଦିନେ ଦୁର୍ଯ୍ୟୋଧନ ଗଙ୍ଗା କୂଳରେ ଏକ ସୁନ୍ଦର ଗୃହ ନିର୍ମାଣ କରି ସେଥିରେ ବହୁ ପ୍ରକାର ଖାଦ୍ୟଦ୍ରବ୍ୟ ସଜାଇ ରଖିଲେ। ଆଉ ତାପରେ ପାଣ୍ଡବ 5 ଭାଇଙ୍କୁ ଭୋଜନ ଓ ଜଳକ୍ରୀଡ଼ା ପାଇଁ ନିମନ୍ତ୍ରଣ କଲେ। ଭୀମଙ୍କ ପାଇଁ ଯେଉଁ ଖାଦ୍ୟ ପରିବେଷଣ କଲେ, ସେଥିରେ ବିଷ ମିଶାଇ ତାକୁ ଖାଇବାକୁ ଦେଲେ। ଭୀମ ସେହି ବିଷମିଶା ଖାଦ୍ୟ ଖାଇସାରିବା ପରେ ବିଷର ପ୍ରଭାବରେ ଗଙ୍ଗା କୂଳରେ ମୂର୍ଚ୍ଛିତ ହୋଇ ଶୋଇପଡ଼ିଲେ। ଭୀମକୁ ଦୁର୍ଯ୍ୟୋଧନ ଏପରି ଅବସ୍ଥାରେ ଏକ ରଜ୍ଜୁ ଦ୍ୱାରା ବାନ୍ଧି ଗଙ୍ଗାକୁ ନିକ୍ଷେପ କରିଦେଲେ। ଦୁର୍ଯ୍ୟୋଧନ ଭାବିଲା ଭୀମ ମୃତ୍ୟୁ, ତେଣୁ ସେ ମହାନନ୍ଦରେ ଫେରି ଆସିଲା। ମାତ୍ର ସେହି ସମୟରେ ରୋହିତାକ୍ଷ ନାମକ ନାଗରାଜଙ୍କ କନ୍ୟା ବେଲାବଳୀ ଅନ୍ୟ ଏକ ନାଗକନ୍ୟାଙ୍କ ସହିତ ସେହି ନଦୀରେ ଜଳକ୍ରୀଡ଼ା କରୁଥିଲେ। ବେଲାବଳୀ ଦେଖିଲେ ଏକ ସୁନ୍ଦର ସୁଠାମ ଯୁବକର ଶରୀର ମୂର୍ଚ୍ଛିତ ଅବସ୍ଥାରେ ଜଳରେ ଭାସୁଛି। ସେମାନେ ତାକୁ ଉଦ୍ଧାର କରି ନାଗଲୋକକୁ ନେଇଗଲେ। ବେଲାବଳୀ ଭୀମକୁ ବିଷ ଛଡ଼ାଇବା ପାଇଁ ଅମୃତ ଦେଇ ବିଷମୁକ୍ତ କରାଇଲା। ନାଗଲୋକରେ ବେଲାବଳୀ ଭୀମକୁ ବିଭିନ୍ନ ରସାୟନ ପାନ କରିବାକୁ ଦେଇ ଅଧିକ ବଳଶାଳୀ କରାଇ ନେଲା। ଭୀମ ଦେଖିଲା ତାର ସେବା କରୁଥିବା କନ୍ୟା ବେଲାବଳୀ ଅସାମାନ୍ୟ ସୁନ୍ଦରୀ। ତାର ରୂପ ଲାବଣ୍ୟରେ ମୁଗ୍ଧ ହୋଇ ଭୀମ ତାକୁ ବିବାହ କଲା। କିଛି ଦିନ ପରେ ଭୀମ ଓ ବେଲାବଳୀଙ୍କ ଔରସରୁ
ଏକ ମହାବଳୀ ପୁତ୍ର ସନ୍ତାନ ଜାତ ହେଲା। ତାର ନାମ ହେଲା ବେଲାରସେନ। ଭୀମ ନାଗଲୋକରେ କିଛି ଦିନ ରହି ନାଗକନ୍ୟା ବେଲାବଳୀ ସହାୟତାରେ କୁରୁ ରାଜ୍ୟକୁ ଫେରିଆସିଲା। ଦିନେ ଗୌତମୀ ତୀର୍ଥରେ କୌରବମାନେ ଦେଖିଲେ ନାଗରାଜା ବାସୁକୀ ଓ ଅନ୍ୟାନ୍ୟ ନାଗମାନେ ସେଠାରେ ଅଛନ୍ତି। ଦୁଶାସନ ସେମାନଙ୍କୁ ଦେଖି ମାରିବାକୁ ଲାଗିଲା। ନାଗମାନେ ଇତସ୍ତତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ନାଗମାନଙ୍କ ଏପରି ବିପର୍ଯ୍ୟସ୍ତ ଅବସ୍ଥା ଦେଖି ବେଲାର୍ସନ ସେଠାରେ ପହଞ୍ଚିଲା। ସେ ଦେଖିଲା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଦୁଶାସନ ଓ ଶକୁନି ବୀରମାନେ ସେଠାରେ ଉପସ୍ଥିତ ରହି ନାଗମାନଙ୍କୁ ଶର ନିକ୍ଷେପ କରି ମାରୁଛନ୍ତି। ସେ ଏହା ଦେଖି ଆଉ ସହ୍ୟ କରିପାରିଲା ନାହିଁ। ସାଙ୍ଗେ ସାଙ୍ଗେ ପ୍ରତି ଆକ୍ରମଣ ଆରମ୍ଭ କରିଦେଲା। ବେଲାର୍ସନର ଶରାଘାତରେ କୁରୁମାନେ ପରାସ୍ତ ହେଲେ ଏବଂ ବେଲାର୍ସନ ପାଖରେ ବନ୍ଦୀ ହେଲେ। ଏ ସମ୍ବାଦ ପାଇ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ସେଠାରେ ପହଞ୍ଚିଲେ। ବେଲାର୍ସନଙ୍କ ସହ ସେମାନଙ୍କର ମଧ୍ୟ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ପାଣ୍ଡବମାନେ ମଧ୍ୟ ହାରିଗଲେ। ବେଲାର୍ସନ ସେମାନଙ୍କୁ ମଧ୍ୟ ବାନ୍ଧି ନେଇ ନାଗ ରାଜ୍ୟକୁ ଚାଲିଗଲା। ନାଗରାଜ୍ୟ ପାତାଳପୁରୀରେ ସେମାନେ ବନ୍ଦୀ ଅବସ୍ଥାରେ ପହଞ୍ଚିବା ପରେ ବେଲାବଳୀ ଭୀମକୁ ଚିହ୍ନି ପାରିଲା ଓ ସ୍ୱାମୀକୁ ଏହି ଅବସ୍ଥାରେ ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଲା। ପୁତ୍ର ବେଲାର୍ସନଙ୍କ ଠାରୁ ସବୁ କଥା ଶୁଣିସାରିବା ପରେ ବେଲାବଳୀର ଦର୍ଶନରେ ସେମାନଙ୍କୁ ମୁକ୍ତି କଲା। ପିତା ଭୀମଙ୍କ ସହିତ ବେଲାର୍ସନର ହେଲା ମଧୁର ମିଳନ। ସେଠାରୁ ବିଦାୟ ନେଇ କୌରବ ଓ ପାଣ୍ଡବମାନେ ନିଜ ରାଜ୍ୟକୁ ଫେରି ଆସିଲେ। ସେଠାରୁ ଫେରିବା ବେଳେ ପିତା ଭୀମକୁ ବେଲାର୍ସନ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳେ ତାଙ୍କୁ ସ୍ମରଣ କରିବେ ସେ ତତ୍କ୍ଷଣାତ୍ ପହଞ୍ଚିବେ। ଇତିମଧ୍ୟରେ କିଛି କାଳ ବିତିଯାଇଛି। ମହାଭାରତ ଯୁଦ୍ଧ ଆସନ୍ନ। ଦୂତକ୍ରୀଡ଼ାରେ ହାରିଯାଇ ପାଣ୍ଡବମାନେ 12 ବର୍ଷ ବନବାସ ଓ 1 ବର୍ଷ ଅଜ୍ଞାତ ବନବାସରୁ ଫେରିବା ପରେ ଦୁର୍ଯ୍ୟୋଧନ ସେମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇଲା ନାହିଁ। ଶେଷରେ ଶ୍ରୀକୃଷ୍ଣ ଶାନ୍ତିରେ ଦୂତ ସାଜି ହସ୍ତିନାରେ ପହଞ୍ଚିଲେ। 5ଟି ପଡ଼ା ଦେବାକୁ ଦୁର୍ଯ୍ୟୋଧନଙ୍କୁ ପ୍ରସ୍ତାବ ଦେଲେ। ମାତ୍ର ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ସୁଚକ୍ରେ ମେଦିନୀ ଦେବା ପାଇଁ ମନା କଲା। ତେଣୁ ଶ୍ରୀକୃଷ୍ଣ ନିରାଶ ହୋଇ ସେଠାରୁ ଫେରିଆସିଲେ। ଏହାପରେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ପାଇଁ ସଜବାଜ ଆରମ୍ଭ ହେଲା। ପାଣ୍ଡବଙ୍କ ପକ୍ଷରେ ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ସାତ୍ୟକୀ, ବିରାଟ, ଚେକିତାନ ଓ ଭୀମସେନ ଥିଲାବେଳେ କୌରବ ପକ୍ଷରେ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ, ଶଲ୍ୟ ଆଦି ବୀରମାନେ ଯୁଦ୍ଧ ପାଇଁ ଉପସ୍ଥିତ ଥିଲେ। ଯୁଦ୍ଧ ସୁସଜ୍ଜିତ ହେବା ପରେ ଶ୍ରୀକୃଷ୍ଣ ପଚାରିଲେ, ଭୀମ, ଆଉ କେଉଁ ଯୋଦ୍ଧାକୁ ଡାକିବାକୁ ପଡ଼ିବ ତୁମେ ଟିକେ ସ୍ମରଣ କର। ଭୀମଙ୍କ ସ୍ମରଣ ଆସିବାରୁ ସେ ପୁତ୍ର ବେଲାର୍ସନଙ୍କୁ ସ୍ମରଣ କଲେ। ସଙ୍ଗେ ସଙ୍ଗେ ବେଲାର୍ସନ ସେଠାରେ ଉପସ୍ଥିତ ହୋଇ ପିତାଙ୍କ ନିର୍ଦ୍ଦେଶରେ ପାଣ୍ଡବମାନଙ୍କ ସପକ୍ଷରେ ରହି କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା। ପ୍ରକୃତରେ ବେଲାର୍ସନ ଥିଲା ଅସାମାନ୍ୟ ଯୋଦ୍ଧା। ସେ ଏପରି ବୀର ଥିଲା ଯେ ଗୋଟିଏ ଦିନରେ ସମସ୍ତ କୌରବ ସେନା ଓ କୌରବ ଭାଇ ତଥା କୌରବଙ୍କ ସପକ୍ଷରେ ଯୁଦ୍ଧ କରିବାକୁ ଚାହୁଁଥିବା ସମସ୍ତ ବୀରମାନଙ୍କୁ ବିନାଶ କରିଦେବ ବୋଲି କହିଲା। ନିକଟରେ ଉପସ୍ଥିତ ଥିଲେ ଶ୍ରୀକୃଷ୍ଣ। ସେ ଏହି ମହାଭାରତ ଯୁଦ୍ଧକୁ 18 ଦିନ କରିବା ପାଇଁ ସ୍ଥିର କରିଥିଲେ। ମାତ୍ର ଯଦି ବେଲାର୍ସନ ଗୋଟିଏ ଦିନରେ ଯୁଦ୍ଧ ସାରିଦିଏ ତେବେ ତାଙ୍କ ଯୋଜନା ବ୍ୟର୍ଥ ହୋଇଯିବ। ତେଣୁ ସେ ବେଲାଳକୁ ପରୀକ୍ଷା କରିବାକୁ ଚାହିଁଲେ। ଶ୍ରୀକୃଷ୍ଣ ପଚାରିଲେ, ବେଲାଳ, ତୁମେ ଏ ଯୁଦ୍ଧକୁ କିପରି ଗୋଟିଏ ଦିନରେ ଶେଷ କରିଦେବ? ବେଲାଳ କହିଲେ, ମୁଁ ମୋର ଗୋଟିଏ ଶରରେ ସିନ୍ଦୂର ଲଗାଇ କୁରୁକ୍ଷେତ୍ରକୁ ନିକ୍ଷେପ କରୁଛି। ଆପଣ ଦେଖିବେ ସମସ୍ତ କୌରବ ରଥୀ, ମହାରଥୀ, ଅକ୍ଷଣୀ ସେନାଙ୍କ ମଥାରେ ଏହି ଶର ସିନ୍ଦୂର ଲଗାଇ ଫେରିଆସିବ। ଶ୍ରୀକୃଷ୍ଣ କହିଲେ, ବେଲାଳ, ଏହାର ପରୀକ୍ଷା ହେଉ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ବେଲାର୍ସନ ଗୋଟିଏ ଶରରେ ସିନ୍ଦୂର ଲଗାଇ କ୍ଷେପଣ କରିବାରୁ ସବୁ କୌରବମାନଙ୍କ ସେନାଙ୍କ ମଥାରେ ଏହି ଶର ସିନ୍ଦୂର ଲଗାଇ ଫେରିଆସିଲା। ଶ୍ରୀକୃଷ୍ଣ ଏହା ଦେଖି ବିସ୍ମିତ ହେଲେ ଏବଂ ବେଲାର୍ସନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବା ପାଇଁ କହିଲେ। ଶ୍ରୀକୃଷ୍ଣ କହିଲେ, ବେଲାଳ, ତୁମ ଶର ସନ୍ଧାନ ଲକ୍ଷ୍ୟଭ୍ରଷ୍ଟ ନୁହେଁ, ଏକଥା ମୁଁ ଜାଣିପାରୁଛି ସତ, ମାତ୍ର ତୁମର ଲକ୍ଷ୍ୟ ମୋ ପାଇଁ ସ୍ଥିର ନୁହେଁ। ବେଲାଳ କହିଲା, ମୁଁ ଆପଣଙ୍କ ବାକ୍ୟର ଅର୍ଥ କିଛି ବୁଝିପାରୁନାହିଁ। ମୋତେ ଭଲ କରି ବୁଝାଇ ଦିଅନ୍ତୁ। ନିଶ୍ଚୟ ମୁଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି। ଶ୍ରୀକୃଷ୍ଣ କହିଲେ, ତୁମ ଶରର ସିନ୍ଦୂର ମୋ ମଥାରେ ଲଗାଇ ପାରିବ? ବେଲାର୍ସନ ଦୃଢ଼ କଣ୍ଠରେ କହିଲା, ନିଶ୍ଚୟ ଲାଗିଯିବ ଏବଂ ଆପଣ ମୋର ଶର ମୁନରେ ଆଘାତପ୍ରାପ୍ତ ହେବେ। କୃଷ୍ଣ କହିଲେ, ତେବେ ପରୀକ୍ଷାର ଆରମ୍ଭ ହେଉ। ସଙ୍ଗେ ସଙ୍ଗେ ବେଲାର୍ସନ ଆଉ ଗୋଟିଏ ଶରରେ ସିନ୍ଦୂର ଲଗାଇ କୁରୁକ୍ଷେତ୍ରକୁ ନିକ୍ଷେପ କଲେ। ଏହି ସମୟରେ ଶ୍ରୀକୃଷ୍ଣ ମାୟାବଳରେ ସୂକ୍ଷ୍ମ ରୂପ ହୋଇ ବେଲାର୍ସନର ପାଦର ନଖ କୋଣରେ ଛପି ରହିଲେ। ମାତ୍ର ବେଲାଳର ଶର ଶ୍ରୀକୃଷ୍ଣଙ୍କୁ ତା ନଖ କୋଣରୁ ବାହାର କରି ଆଣିଲା। ଏହା ଦେଖି ଶ୍ରୀକୃଷ୍ଣ ବେଲାଳର ବୀରତ୍ୱରେ ବିସ୍ମିତ ହେଲେ ଏବଂ ମନେ ମନେ ଭାବିଲେ, ଯଦି 18 ଦିନ ଯୁଦ୍ଧ ଗୋଟିଏ ଦିନରେ ବେଲାର୍ସନ ଶେଷ କରିଦିଏ ତେବେ ମହାଭାରତ ଯୁଦ୍ଧ ଗୁରୁତ୍ୱହୀନ ହୋଇପଡ଼ିବ। ତେଣୁ ସେ ଭାବିଲେ, ବେଲାର୍ସନ ଜଣେ ପ୍ରତିଭାବାନ ଯୋଦ୍ଧା। ଏହାକୁ କିଛି ମାଗିଲେ ସେ ନିଶ୍ଚୟ ନ ଦେଇ ରହିପାରିବେ ନାହିଁ।
ଏଇ କଥା ମନରେ ରଖି ତହିଁ ପରଦିନ ଜଣେ ବୁଢ଼ା ବ୍ରାହ୍ମଣ ବେଶରେ ଶ୍ରୀକୃଷ୍ଣ ବେଲାର୍ସନ ନିକଟରେ ପହଞ୍ଚିଲେ। ସେତେବେଳକୁ ବେଲାର୍ସନ ସ୍ନାନ ସାରି ଜଳତର୍ପଣ କରୁଥିଲା। ସେହି ସମୟରେ ଛଦ୍ମବେଶୀ ଶ୍ରୀକୃଷ୍ଣ କହିଲେ, ହେ ବେଲାଳ, ମୁଁ ଜଣେ ନୈଷ୍ଠିକ ଗରିବ ବ୍ରାହ୍ମଣ। ମୁଁ ଯାହା ଭିକ୍ଷାଦାନ ମାଗିବି ତମେ ମୋତେ ଅକୁଣ୍ଠ ଚିତ୍ତରେ ମୋତେ ଦାନ କରିପାରିବ? ବେଲାଳ କହିଲା, ହେ ବ୍ରାହ୍ମଣ, ବର୍ତ୍ତମାନ ମୁଁ ତିଳତର୍ପଣ କରୁଛି। ଯାହା ମାଗିବା କଥା ମାଗନ୍ତୁ, ମୁଁ ମୁକ୍ତ କଣ୍ଠରେ ଦାନ କରିବି। ଏହି ସମୟରେ ଛଦ୍ମବେଶୀ ବ୍ରାହ୍ମଣ କହିଲେ, ତୁମେ ଜଳ ଟେକି 3 ବାର ସତ୍ୟ କର, ତାପରେ ମୁଁ ମାଗିବି। ବେଲାର୍ସନ 3 ବାର ସତ୍ୟ କଲା ପରେ ଶ୍ରୀକୃଷ୍ଣ ତାଙ୍କର ଶିରକମଳ ରଖିଲେ। ବେଲାର୍ସନ ତିଳେ ମାତ୍ର କୁଣ୍ଠା ପ୍ରକାଶ ନ କରି ଶିରକମଳ ଦାନ କରିଦେଲେ। ବେଲାର୍ସନର ଦାନରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ତାଙ୍କର ନିଜ ରୂପ ବେଲାର୍ସନ କହିଲା, ପ୍ରଭୁ, ମୁଁ ଆପଣଙ୍କର ମାୟା କ'ଣ ବୁଝିପାରିଲି। ପ୍ରକଟ କଲେ, ମାତ୍ର ମୋର ଗୋଟିଏ ଅନୁରୋଧ ରକ୍ଷା କରନ୍ତୁ। ମୋର ଶିରକମଳ ମୁଁ ପ୍ରଦାନ କରିବା ପୂର୍ବରୁ ଏତିକି ବିନତି ଯେ 18 ଦିନ ଯୁଦ୍ଧ ଦେଖିବା ପାଇଁ ମୋର ଶିର ବଞ୍ଚି ରହିବ। ଏଥିରେ ଶ୍ରୀକୃଷ୍ଣ ରାଜି ହେବା ପରେ ବେଲାଳ ତାର ଶିରକମଳ କାଟି ଶ୍ରୀକୃଷ୍ଣଙ୍କୁ ପ୍ରଦାନ କଲା। ସେହି ଶିରକୁ ନେଇ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପୋତା ଯାଇଥିବା ବିଜୟ ସ୍ତମ୍ଭ ଉପରେ ସ୍ଥାପନ କଲେ। 18 ଦିନ ଯୁଦ୍ଧ ଚାଲିଲା। ଭୟାବହ ଯୁଦ୍ଧରେ ସମସ୍ତ କୌରବ ରଥୀ ମହାରଥୀ ଯଥା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନ, ଶଙ୍କୁନି ଇତ୍ୟାଦି ଯୋଦ୍ଧାମାନେ ମୃତ୍ୟୁବରଣ କଲେ। ଶେଷରେ ପାଣ୍ଡବମାନେ ବିଜୟ ଲାଭ କଲେ। ବିଜୟ ଲାଭ ପରେ ପାଣ୍ଡବ ଭାଇମାନଙ୍କ ମଧ୍ୟରେ ସୃଷ୍ଟି ହେଲା ନିଜ ନିଜ ବୀରତ୍ୱକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ। ଏହାର ସମାଧାନ ପାଇଁ ସେମାନେ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ଶ୍ରୀକୃଷ୍ଣ ସେମାନଙ୍କୁ ସଙ୍ଗରେ ନେଇ କୁରୁକ୍ଷେତ୍ରରେ ଥିବା ବିଜୟସ୍ତମ୍ଭ ନିକଟକୁ ଗଲେ। ସେଠାରେ ପହଞ୍ଚି ବିଜୟସ୍ତମ୍ଭ ଉପରେ ଥିବା ବେଲାର୍ସନର ଶିରକୁ ଯୁଦ୍ଧରେ କିଏ ସବୁଠାରୁ ବଡ଼ ବୀର ଏବଂ କିଏ କାହାକୁ ସବୁ ମାରିଛି ବୋଲି ପଚାରିଲେ। ଏହା ଶୁଣି ବେଲାର୍ସନର ଛିନ୍ନ ମସ୍ତକ ଉତ୍ତର ଦେଲା, କିଏ ସମସ୍ତଙ୍କୁ କାହାକୁ ମାରିଛି ସେ କିଛି ଦେଖିନାହିଁ, ମାତ୍ର ଗୋଟିଏ ଚକ୍ର ଘୂରି ଘୂରି କାଟୁଥିବା ସିଏ ଦେଖିଛି। ଏକଥା ଶୁଣି ଭୀମ କ୍ରୋଧରେ ଜର୍ଜରିତ ହୋଇପଡ଼ିଲା ଏବଂ ତତ୍କ୍ଷଣାତ୍ ନିଜ ଗଦାର ପ୍ରହାରରେ ଛିନ୍ନ ମସ୍ତକକୁ ଆଘାତ ଦେବାରୁ ତାହା ତଳକୁ ଖସି ପଡ଼ିଲା। ସଙ୍ଗେ ସଙ୍ଗେ ବେଲାର୍ସନର ମୃତ୍ୟୁ ହୋଇଗଲା। ପ୍ରକୃତରେ ଏହି ଚରିତ୍ରଟି ଶାରଳା ଦାସଙ୍କ ଚରିତ୍ର। କେହି ବୀର ନୁହନ୍ତି, ସମସ୍ତେ ନିଜ ଦାସଙ୍କ ଦୃଷ୍ଟିଭଙ୍ଗ ଭଙ୍ଗୀରେ ନିଜ ଅହଙ୍କାର ନେଇ ଜଣେ ମହାନ ବ୍ୟସ୍ତ ବିବ୍ରତ। ଏକମାତ୍ର ସତ୍ୟ ହିଁ ଭଗବାନ। ସୁଦର୍ଶନ ଚକ୍ର ହିଁ ସମସ୍ତଙ୍କୁ ହତ୍ୟା କରିଛି, ଆଉ କେହି ନୁହେଁ। ଏହା ହିଁ ଥିଲା ସେଦିନ ବେଲାର୍ସନର ସତ୍ୟ, ନିଷ୍ଠା ଓ ବୀରତ୍ୱର ନିଦର୍ଶନ। ଏହି ଶାରଳା ଦାସଙ୍କ ମୌଳିକ ସୃଷ୍ଟି। ଏହି ଚରିତ୍ରଟି ଏଯାବତ ଲୋକ ମୁଖରେ ଅମର ହୋଇ ରହିଛି ଏବଂ ସତ୍ୟ ଓ କର୍ତ୍ତବ୍ୟ ପାଳନର ମହତ୍ୱ ପ୍ରତିପାଦନ କରୁଛି। ବନ୍ଧୁମାନେ, ମୋର ଯଦି କିଛି ଭୁଲ ଅଛି ମୋତେ ବାରମ୍ବାର କ୍ଷମା କରିବେ।